ଏଠାରେ ଗୋଟିଏ ହରଣ ପ୍ରକ୍ରିୟା ଦିଆଯାଇଛି। ଗୋଟିଏ 7 ଅଙ୍କ ବିଶିଷ୍ଟ ସଂଖ୍ୟାକୁ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଦ୍ୱାରା ହରଣ କରାଯାଇଛି। ଏଠି ଗୋଟିଏ ଭାଗଫଳ ପଡ଼ିଛି କ'ଣ ନା 5 ଅଙ୍କ ବିଶିଷ୍ଟ ସଂଖ୍ୟା, ଯାହାର ପ୍ରଥମ ଅଙ୍କଟି କେତେ 8 ଅଛି, ଆଉ କିଛି ଦିଆଯାଇନି। ଶେଷରେ ଆମର ଭାଗଶେଷ ବହ କିଛି 0। ତେଣୁକରି ଏଇ ଯେଉଁ ବ୍ଲାଙ୍କ ସବୁ କୋଠରୀ ଗୁଡ଼ିକ ବ୍ଲାଙ୍କ ଅଛି, ସେ ସଂଖ୍ୟା ଗୁଡ଼ିକୁ ଆମେ ଅଙ୍କ ମାଧ୍ୟମରେ ଭର୍ତ୍ତି କରି ଏ ସଂଖ୍ୟା ଗୁଡ଼ିକୁ ନିର୍ଣ୍ଣୟ କରିବା। ପ୍ରଥମେ ଆମେ ଚିନ୍ତା କରିବାକୁ ପଡ଼ିବ ଯେ 2 ଅଙ୍କ ବିଶିଷ୍ଟ ସଂଖ୍ୟାଟି ଭାଜକ ଅଛି। ଏଇ ଭାଜକକୁ ପ୍ରଥମେ ଏଠି 8 ପଡ଼ିଛି, ଏ ଭାଜକକୁ 8 ସହିତ ଗୁଣିଲେ ଆମର ଏଠି ଗୋଟିଏ 2 ଅଙ୍କ ବିଶିଷ୍ଟ ସଂଖ୍ୟା ମିଳୁଛି। ତେଣୁକରି ଆମେ ଚିନ୍ତା କରିବାକୁ ପଡ଼ିବ ଯେ କେଉଁ 2 ଅଙ୍କ ବିଶିଷ୍ଟ ସଂଖ୍ୟାକୁ 8 ଦ୍ୱାରା ଗୁଣିଲେ ଆମର ଗୋଟିଏ 2 ଅଙ୍କ ବିଶିଷ୍ଟ ସଂଖ୍ୟା ପାଇବା। ତାହେଲେ ଆମର ପ୍ରଥମେ 2 ଅଙ୍କ ବିଶିଷ୍ଟ ସଂଖ୍ୟା କେଉଁଠି ଆରମ୍ଭ 10, 10କୁ 8 ଦ୍ୱାରା ଗୁଣିଲେ କେତେ ହେଉଛି ନା 80 ହେବ। ପୁଣି 11କୁ ମଧ୍ୟ 8 ଦ୍ୱାରା ଗୁଣିଲେ କେତେ ହେବ ନା 88 ହେବ। ପୁଣି 12କୁ 8 ଦ୍ୱାରା ଗୁଣିଲେ କେତେ ହେବ ନା 12 96 ହେବ। 13କୁ 8 ଦ୍ୱାରା ଗୁଣିଲେ କେତେ ହେବ 13 104 ହେବ। ଏଠି ଆମର କିନ୍ତୁ 2 ଅଙ୍କ ବିଶିଷ୍ଟ ସଂଖ୍ୟା ମିଳିଛି। ତେଣୁକରି ଆମର କେତେଟା ଅପସନ୍ ଆସିଲା ନା 10 ହେଇପାରେ ଏ ଭାଜକ, ନହେଲେ 11 ହେଇପାରେ, 12 ହେଇପାରେ, 13 ହେଇପାରିବ ନାହିଁ, କିମ୍ବା ତା ପୂର୍ବରୁ 9 ହେଇପାରିବନି, କାରଣ ଆମର ଭାଜକଟା 2 ଅଙ୍କ ବିଶିଷ୍ଟ ସଂଖ୍ୟା। ଏଠି 13 କାହିଁକି ହେଇପାରିବନି ନା 13 ହେଇଗଲା ବେଳକୁ ଆମର 104 ହେଇଯାଉଛି। ତେଣୁ ଆମର ଏଠି 2 ଅଙ୍କ ବିଶିଷ୍ଟ ସଂଖ୍ୟା ଗୋଟିଏ ନିଆଯାଇଛି। ତେଣୁକରି ଆମେ 10 80 ହେଇପାରେ, 11 28 ହେଇପାରେ, ବା 12 96 ହେଇପାରେ। ତା ଭିତରୁ ଆମେ କେଉଁଟା ହେବ ତାକୁ ଚିନ୍ତା କରିବା। ତାପରକୁ ଆସନ୍ତୁ ଆମେ ଦେଖିବା ଯେ ଏଠି ଗୋଟିଏ ସଂଖ୍ୟା ଅଛି 3 ଅଙ୍କ ବିଶିଷ୍ଟ ସଂଖ୍ୟା ପଡ଼ିଛି। ଏଠି କେତେ ପଡ଼ିଛି 3 ଅଙ୍କ ବିଶିଷ୍ଟ ସଂଖ୍ୟା ପଡ଼ିଛି। ଏଠି 3 ଅଙ୍କ ବିଶିଷ୍ଟ ସଂଖ୍ୟା ପଡ଼ିଛି। ଏଠି ମଧ୍ୟ 3 ଅଙ୍କ ବିଶିଷ୍ଟ ସଂଖ୍ୟା ପଡ଼ିଛି। ତାହେଲେ ଆମେ ଚିନ୍ତା କରିବା ଆ ଭିତରୁ କେଉଁ ସଂଖ୍ୟାକୁ ଗୋଟିଏ 1 ଅଙ୍କ ବିଶିଷ୍ଟ, ଆମର ଯେହେତୁ ଏଗୁଡ଼ାକ ସବୁ ଗୋଟିଏ ଗୋଟିଏ ଅଙ୍କକୁ ଗୁଣନ କରାଯିବ, ଏଇମାନଙ୍କ ମଧ୍ୟରୁ ଗୋଟିଏ ଅଙ୍କକୁ ଗୁଣନ କଲେ ଆମେ କ'ଣ ପାଇବା ନା 3 ଅଙ୍କ ବିଶିଷ୍ଟ ସଂଖ୍ୟା ପାଇବା। ଦେଖନ୍ତୁ ଆମେ ସିନା 10 80 ବୋଲି ଜାଣିଛନ୍ତି, କିନ୍ତୁ 10 ନୂଆ ପଡ଼ିଲେ 90 2 ଅଙ୍କ ବିଶିଷ୍ଟ ସଂଖ୍ୟା ଆସୁଛି। ଇଏ ତାହେଲେ 10 ଆମର ନୁହେଁ, ଇଏ କେବେ ବି ମଧ୍ୟ ନୁହେଁ। ଆମର 10 କେବେ ବି ହେଇପାରିବ ନାହିଁ। ତାପରେ ଦେଖିବା 11 88 ନା 88 ହେଉଛି, କିନ୍ତୁ 11 ନୂଆ କେତେ ହେବ 11 ନୂଆ 99, ତାହେଲେ ଇଏ 11 ମଧ୍ୟ ନୁହେଁ। ତାପରେ ଦେଖିବା 12 96 ହେଉଛି 2 ଅଙ୍କ ବିଶିଷ୍ଟ ସଂଖ୍ୟା, କିନ୍ତୁ 12 ନୂଆ 108 ହେଉଛି। ତେଣୁକରି 12 ନୂଆ 108 ନିଶ୍ଚିତ ଭାବରେ ଏଇଠି ଯେଉଁ ଅଙ୍କଟା ଏଇଟା ହେବ କ'ଣ ଆମର 108 ପଡ଼ିଥିବ। 12 ନୂଆ 108, 12 10 ତାପରେ ଆଉ ପଡ଼ିପାରିବ କି ପଡ଼ିପାରିବ ନାହିଁ। ତେଣୁକରି ଓନ୍ଲି ଅପସନ୍ ଏଇଟା ହେଉଛି ଆମର 12। ଇଏ ହେବ କେତେ 12, ତେଣୁ ଇଏ ହେବ କେତେ 108। ଆମର ଏଠି ହେବ ତାହେଲେ କେତେ 12 ନୂଆ 108। ତାପରେ ଦେଖନ୍ତୁ ଏଗୁଡ଼ାକ ସବୁ 3 ଅଙ୍କ ବିଶିଷ୍ଟ ସଂଖ୍ୟା ପଡ଼ିଛି। ଏଠି 3 ଅଙ୍କ ବିଶିଷ୍ଟ ସଂଖ୍ୟା ପଡ଼ିଛି। ତେଣୁକରି ଇଏ ହେବ ନିଶ୍ଚିତ ଭାବରେ 108 ହେବ 3 ଅଙ୍କ ବିଶିଷ୍ଟ। ଆଉ ତ ଅଧିକ 3 ଅଙ୍କ ବିଶିଷ୍ଟ ସଂଖ୍ୟା ନାହିଁ, ଇଏ ମଧ୍ୟ 108 ହେବ। ଏଇଠୁ ଦେଖ ଏଇ ସଂଖ୍ୟାରୁ 108କୁ ଫେଡ଼ିଲେ ଆମର 0 ହେଉଛି, ତାହେଲେ ଇଏ ମଧ୍ୟ ନିଶ୍ଚିତ ଭାବରେ କ'ଣ ହେଇଯିବ 108 ହେବ। ତାହେଲେ ଲକ୍ଷ୍ୟ କରନ୍ତୁ ଇଏ ସଂଖ୍ୟାଟା କେଉଁଠୁ ଆସିଥିଲା ଏଇଠୁ ଆସିଥିଲା। ତେଣୁକରି ଇଏ ସଂଖ୍ୟାଟା ଏଇଠି ପଳେଇବ, ଇଏ ହେଇଯିବ କେତେ 8। ତାପରେ ଆମେ ଚିନ୍ତା କରିବା ଗୋଟିଏ 3 ଅଙ୍କ ବିଶିଷ୍ଟ ସଂଖ୍ୟାରୁ ଗୋଟିଏ 2 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଫେଡ଼ା ହେଇଛି। କେତେ ହେଇଛି ନା 10 ହେଇଛି। ତାହେଲେ 3 ଅଙ୍କ ବିଶିଷ୍ଟ ସଂଖ୍ୟା ଯେହେତୁ ଥିଲା, 2 ଅଙ୍କ ବିଶିଷ୍ଟ ଏଠି କେଉଁ ସଂଖ୍ୟାଟା ପଡ଼ିଥିବ ନିଶ୍ଚିତ ଭାବରେ ଏଠି ପଡ଼ିଥିବ କ'ଣ 96 ପଡ଼ିଥିବ। ତାଠୁ ସାନ ହେଇଥିବ କିଏ 96। ତାହେଲେ ଚିନ୍ତା କରନ୍ତୁ ଏଇ ସଂଖ୍ୟାଟା ଆମେ କେତେ ପାଇବା। ଏଠି ଦେଖ କେତେରୁ 6 ଗଲେ 0 ହେଇଛି, ତାହେଲେ 6ରୁ 6 ଗଲେ ନିଶ୍ଚିତ ଭାବରେ 0 ହେଇଥିବ। ତାପରେ କେତେରୁ 9 ଗଲେ 1 ହେଇଛି, ଏଇଟା 1 10 ଆଣିକି ଏଇଠି ହେଇଥିବ କେତେ 10। ତାହେଲେ 10ରୁ 9 ଗଲେ ଏଇଠି ହେଇଥିବ କେତେ 1, ତାହେଲେ ଏଇଠି ସଂଖ୍ୟାଟା ଆସିବ କେତେ 0। ଏଇଟା ହେଇଯିବ କେତେ 1, ତାହେଲେ 106। ଏଠି ସଂଖ୍ୟାଟା ଆମେ ପାଇଲେ କେତେ 106। ତାହେଲେ ଇଏ କେଉଁଠୁ ଆସିଛି ଦେଖନ୍ତୁ, ଇଏ ଏଇ ସଂଖ୍ୟାର ପାଖରୁ ଆସିଛି, ଇଏ ହେଇଯିବ କେତେ ଏଇଠି 6। ତାପରେ ଲେଖନ୍ତୁ ଇଏ ଆମେ କେତେ ପଢ଼ିଛନ୍ତି, ଏଇଠାରୁ ଆମେ 108କୁ ପଢ଼ିଛନ୍ତି, ଏଠି 10 ହେଇଛି। ନିଶ୍ଚୟରେ ଏ ସଂଖ୍ୟାଟା କେତେ ହେବ 108 ମିଶାଣ 10, 108 ମିଶାଣ 10 ହେବ 118। ଏ ସଂଖ୍ୟାଟି ଆସିଗଲା ଆମର 118 ବୋଲି। ମାନେ ଇଏ କେଉଁଠୁ ଆସିଛି ଏଇ 8ଟି ଆସିଛି କେଉଁଠୁ ଏଇଠୁ ଆସିଛି। ତେଣୁ ଇଏ ଏଇଠି ପଳେଇଲା 8। ତାପରେ ଦେଖନ୍ତୁ ଏଇଟା ଗୋଟେ 3 ଅଙ୍କ ବିଶିଷ୍ଟ ସଂଖ୍ୟା, ଏଇ 3 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଫେଡ଼ା ହେଇଛି 11 ହେଇଛି। ତାହେଲେ ଏଇ ସଂଖ୍ୟାଟା କେତେ ହେବ ନିଶ୍ଚିତ ଭାବରେ 108ରେ 11 ମିଶାଇବା, 108ରେ 11 ମିଶାଇବା, ଇଏ କେତେ ହେଇଯିବ ନା 119। ତାହେଲେ ଏ ସଂଖ୍ୟାଟା କେଉଁଠୁ ଆସିଛି ନା ଏଇଠୁ ଆସିଛି, ଇଏ ଏଇଠିକି ପଳେଇଲା 9। ତାପରେ
এই 3 অঙ্ক বিଶিষ্ট সংখ্ୟାରୁ 96 ଫେଡ଼ିଲେ କେତେ ହେଉଛି ନା 11। ତାହେଲେ ଆମେ କ'ଣ କରିବା 11 ଏଠି ମିଶାଇ ଦେବା କେତେ ହେଇଯିବ ଏଠି ନା 107 ହେଇଯିବ। ଲକ୍ଷ୍ୟଙ୍କ 107ରୁ 96କୁ ଆମେ ଫେଡ଼ିଦେଲେ କେତେ ହେବ 11 ହେବ। ତାହେଲେ ଏଇଗୁଡ଼ାକ ସବୁ ଆମେ ପୂରଣ କରିଥିଲେ। ଏ ଭାଗଫଳରେ ଆମର ଏଇଠି ପଡ଼ିଥିଲା କେତେ 9, ତାପରେ ମଧ୍ୟ 9 ପଡ଼ିଛି, ତାପରେ ପଡ଼ିଛି କେତେ 12 96 ଏଠି 8 ପଡ଼ିଛି, ତାପରେ କେତେ ପଡ଼ିଛି 9। ଆମର ସମ୍ପୂର୍ଣ୍ଣ ହୋଇଗଲା ଏ ହରଣ ପ୍ରକ୍ରିୟା। ତେଣୁକରି ଆପଣମାନେ ନିଶ୍ଚିତ ଭାବରେ ମୁଁ ଭାବୁଛି ଏ ଗଣିତଟିକୁ ବୁଝିପାରିଥିବେ। ଇଏ ତ ଏଭଳି ଗଣିତ କେବେ ପରୀକ୍ଷାରେ ପଡ଼େ ନାହିଁ, ତଥାପି ପିଲାମାନଙ୍କର ମାଇଣ୍ଡ ସେଟ୍ କରିବା ପାଇଁ ଏଭଳି ଗଣିତର ଆଲୋଚନା କରିବା ନିହାତି ଆବଶ୍ୟକ।